ଦି ମାର୍କିଆ ଦିଟା ରେଜିଷ୍ଟର ଦେଇଥିବୁ ଗୋଟେ ସପ୍ଲାଏ ଦେଇଥିବୁ ପଚାରୁଥିବୁ ଏଇ ବ୍ରାଞ୍ଚରେ କରନି କେତେ ବୁଝି ହଉଛି। ତାପରେ ଅଛି ବେସିକ ଇଲେକ୍ଟ୍ରୋନିକ୍ସ ଦେଖିବା ଇଲେକ୍ଟ୍ରିକାଲ ଏତିକି ପ୍ରୋବ୍ଲେମ ବୁଝି ହଉଛି ପ୍ରୋବ୍ଲେମ କିଛି ନାହିଁ। ତାପରେ ହଉଛି କଣ ବେସିକ ଇଲେକ୍ଟ୍ରୋନିକ୍ସ ଟ୍ରାଞ୍ଜିଷ୍ଟର କନଫିଗରେସନ ପଚାରିବ ବାଇସିଂ ପଚାରିବ ଏଇ କଣ ହଉଛି ବାଇସିଂ ପଚାରିବ ବାଇସିଂ କେତେ ପ୍ରକାର କଣ କଣ କୁହ ଚାରି ପ୍ରକାର ଠିକ କହିଛ କଣ ଗୋଟେ ହେଲା ଏମିଟର ବାଇଜ ଗୋଟେ ହେଲା ଫିକ୍ସ ବାଇଜ ନା ନାଇଁ ଆଉ ଗୋଟେ ହେଲା କଣ ଭୋଲ୍ଟେଜ ଡିଭାଇଡର ବାଇଜ ଆଉ ଗୋଟେ ହେଲା କଣ ଫିଡବ୍ୟାକ୍ ବାଇସିଂ ନା ନାଇଁ ଟ୍ରାନ୍ଜିଷ୍ଟର କନଫିଗରେସନ କେତେ ପ୍ରକାର କଣ କଲେକ୍ଟର ବେସ୍ କମନ ବେସ୍ ସରି କମନ ଏମିଟର କମନ କଲେକ୍ଟର କମନ ବେସ୍ ଟ୍ରାଞ୍ଜିଷ୍ଟର କନଫିଗରେସନ କମନ କହିଲେ ଆମେ କଣ ବୁଝିବା ଡାଇଗ୍ରାମ ରେ ସେଟା କମନ ହେଇଥିବ ବୋଥ ଇନପୁଟ ଆଉ ଆଉଟପୁଟ କୁ ବୁଝି ହଉଛି କମନ କାହାକୁ ହେଇଥିବ ଇନପୁଟ କୁ ଆଉ ଆଉଟପୁଟ ଟ୍ରାଞ୍ଜିଷ୍ଟର ସିମ୍ବଲ ଜାଣିଛ ନା ଜାଣିନ ସିମ୍ବଲ ଜାଣିଛ ନା ଜାଣିନ ଟ୍ରାଞ୍ଜିଷ୍ଟର ସିମ୍ବଲ ଜାଣିନ ହଁ ଜାଣିଛୁ ନା ଜାଣିନ ଜାଣିଛୁ ଟ୍ରାଞ୍ଜିଷ୍ଟର ସିମ୍ବଲ କେମିତି ହବ ଏଟା ହେଲା ଟ୍ରାଞ୍ଜିଷ୍ଟର ଯଦି ମୁଁ କହିବି କମନ ଏମିଟର ସୋ ଏମିଟର ଟା କମନ ହବ କାହାକୁ ସବୁବେଳେ ଏମିଟରରେ ଆମେ କଣ ଦବା ଆର ମାର୍କ ଦବା ଓକେ ଏଟା କୋଉ ଟ୍ରାଞ୍ଜିଷ୍ଟର ଏନପିଏନ୍ ନା ପିଏନପି ଏନପିଏନ୍ ନା ପିଏନପି କୁହ ଏନ୍ ପି ଏନ୍ ଏନ୍ ଯୋଉ ପଟେ ଆର ସେଇ ପଟେ ମନେ ରଖିବ ସଇଲା ସୋ ମୁଁ କଣ କରିବି ଏଇଟା କମନ ଏମିଟର ସୋ ଏ ଟର୍ମିନାଲ ଟା କଣ ହେଲା ଏମିଟର ସୋ ଏଇଟା କମନ ହବ ବୋଥ ଇନପୁଟ ଆଉଟପୁଟ ମୁଁ ଏଠି ଗୋଟେ ସପ୍ଲାଇ ଦେଲି ନା ନାଇଁ ଆଉଟା ଦେଲି କଣ ଆଉଟପୁଟ ଆଉଟପୁଟ ଟା କଣ ରହିବ ରିଭର୍ସ ବାୟସ ରହିବ ଆଉଟପୁଟ ରହିଲା କଣ ରିଭର୍ସ ବାଇଜ ବୁଝିହଉଛି ନା ନାଇଁ ଏଇଟା ଫରୱାର୍ଡ ବାଇଜ ଯାଉଛି ଏଇଟା କଣ ଯିବ ରିଭର୍ସ ବାଇଜ ଯିବ ନା ନାଇଁ ଏଠି କଣ ଅଛି ନେଗେଟିଭ ତ ଏଇଟା ପଜିଟିଭ ଏଇଟା ନେଗେଟିଭ ନା ନାଇଁ ସୋ ଏଇଟା ହେଲା କଣ ରିଭର୍ସ ବାଇଜରେ ୱାର୍କ କରିବ ଆଉଟପୁଟ ଟା ସୋ ଏଇ ଭୋଲ୍ଟେଜ ଟା ଆମେ ଏଠି କହୁଥିଲେ କଣ କୋଉ ଭୋଲ୍ଟେଜ ଏଇ ଭୋଲ୍ଟେଜ ଟା କହୁଥିଲେ କଣ ଭି ବିଇ ଏଇଟା ହେଲା କଣ ବେସ୍ ତ ଏଇଟା ଏମିଟର ତ ଆଙ୍କ ପାଖରେ ଯୋଉ ଭୋଲ୍ଟେଜ ହବ କଣ ହବ ବେସ୍ ଏମିଟର ଭୋଲ୍ଟେଜ ବୁଝି ହଉଛି ନା ନାଇଁ ସୋ ଏଇଟା ହବ କଣ ଭିସିସି କଲେକ୍ଟର ଭୋଲ୍ଟେଜ ଏଇଟା ଆଉ ଆମେ କହିପାରିବି ଭି ସି କଲେକ୍ଟର ଏମିଟର ଭୋଲ୍ଟେଜ
ବୁଝିହଉଛି ନା କଣ କହିପାରିବି କଲେକ୍ଟର ଏମିଟର ବୁଝିହେଲା ତାପରେ ଏଇଟା ହେଲା କଲେକ୍ଟର ପଏଣ୍ଟ ଏଠି ଯୋଉ କରେଣ୍ଟ ଯିବ ସେଟା ହେଲା କଣ ଆଇସି ବୁଝି ହଉଛି ଏଠି ଯୋଉ କରେଣ୍ଟଟା ଯିବ ସେଟା ହେଲା ଆଇ ଏଠି ଯୋଉ କରେଣ୍ଟ ହେଲା ଆଇ ବି ବୁଝିହେଲା ନା ନାଇଁ ବୁଝି ହଉଛି ନା ନାଇଁ ତାପରେ ଯଦି କହିବି କଣ ଏଇଟା ହେଲା ଟ୍ରାଞ୍ଜିଷ୍ଟର କଣ କମନ ଏମିଟର କନଫିଗରେସନ ନା ନାଇଁ ଏଠି ଏମିଟର କଣ ହଉଛି କମନ ରହୁଛି ତାହେଲେ ଏଠି କଣ ଆମ୍ପ୍ଲିଫିକେସନ ଫ୍ୟାକ୍ଟର ରହିବ କଣ ଆଉଟପୁଟ ବାଇ ଇନପୁଟ ଆମେ ଜାଣିଛେ ଆମ୍ପ୍ଲିଫିକେସନ ଫ୍ୟାକ୍ଟର ମାନେ କଣ କରେଣ୍ଟ ଆମ୍ପ୍ଲିଫିକେସନ ଫ୍ୟାକ୍ଟର ହଉଛି କଣ ଆଉଟପୁଟ ବାଇ ଇନପୁଟ ଆଉଟପୁଟ କୋଉଟା ଏଇଟା ଏଠି ଆଉଟପୁଟ କୋଉଟା ଆଉଟପୁଟ ଏଠି କୋଉଟା ଆଇସି ଆଉଟପୁଟ ତ ଇନପୁଟ କୋଉଟା ଆଇ ଇ ତ ଇନପୁଟ କୋଉଟା ତାପରେ କହିବା କମନ କଲେକ୍ଟର କଲେକ୍ଟର ଟା କମନ ରହିବ ବୋଥ ଇନପୁଟ କୁ ଆଉ ଆଉଟପୁଟ କୁ ତା ମାନେ ଏଇଟା ଯଦି କଲେକ୍ଟର ହେଇଗଲା ଏଠି ତ ଆରମାର ରହିବ ନାହିଁ ରହିବ କି ରହିବ ନାହିଁ ଆରମାର ଟା କୋଉଠି ପଳେଇ ଆସିବ ଏଠିକି ପଳେଇ ଆସିବ ବୁଝି ହଉଛି ନା ନାଇଁ ସୋ ଏଇଟା ହେଇଗଲା କଣ ତାହେଲେ ଏଇଟା କଣ ହେଇଗଲା ଆଇ ଇ କରେଣ୍ଟ ଏଇଟା ହେଲା ଏମିଟର ଟର୍ମିନାଲ ଏଇଟା ବେସ୍ ଏଇଟା ହେଲା କଲେକ୍ଟର ବୁଝି ହଉଛି ନା ନାଇଁ ଏଇଟା କଣ କଲେକ୍ଟର ସେଠି ଯୋଉ ଭୋଲ୍ଟେଜ ଟା ହବ ଏଇଟା କଣ ହବ ଦିଟା ଭୋଲ୍ଟେଜ ହବ ଗୋଟେ ହବ କଣ 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 ହବ ମତେ କୁହ ଭିସି ଭି ବି ସି ବେସ୍ କଲେକ୍ଟର ଭୋଲ୍ଟେଜ ଏଇଟା ହେଲା କଣ ଭିସିଇ ବୁଝି ହଉଛି ନା ନାଇଁ ଏଇଟା କଣ କମନ କଲେକ୍ଟର ବୁଝି ହେଲା କମନ କଲେକ୍ଟର ମାନେ କଲେକ୍ଟର ଟା କମନ ରହିଲେ ନା ବୋଥ ଇନପୁଟ ଆଉ ଆଉଟପୁଟ କୁ ଏଇଟା ଇନପୁଟ ତ ଏଇଟା ହେଲା କଣ ଇନପୁଟ ଏଇଟା ହେଲା କଣ ଆଉଟପୁଟ ବୁଝି ହେଲା ଏଇଟା କଣ ଇନପୁଟ ଏଇଟା ହେଲା ଆଉଟପୁଟ ଦେନ୍ କରିବା କଣ କମନ ବେସ୍ କଣ କରିବା କମନ ବେସ୍ ଟ୍ରାଞ୍ଜିଷ୍ଟର କନଫିଗରେସନ କମନ ବେସ୍ କଲେ ମୁଁ କଣ କରିବି ବେସ୍ ଟାକୁ କମନ କରିବି ତା ମାନେ ଡାଇଗ୍ରାମ ଟା ଉଲ୍ଟା ହେଇଯିବ ଡାଇଗ୍ରାମ ଟା କେମିତି ହବ ଏଇଭଳି ହବ ନା ନାଇଁ ଏଟା ହେଲା କଣ ବେସ୍ ଏଇଟା ହେଲା କଣ ଏମିଟର ଏଇଟା ହେଲା କଲେକ୍ଟର ଏଇଟା ହେଲା ବେସ୍ ଟା କମନ ହେଲା ବୋଥ ଇନପୁଟ ଆଉଟପୁଟ କୁ ଏଇ ଭୋଲ୍ଟେଜ ଟା କଣ ହବ ଭି ବି এই ভোল্টেজটা ভি বি সি ক্লিয়ার বুঝি হচ্ছে না নাই সো এটি যে করেন্টটা হবো সেটা কোন আইসি এটি করেন্ট যেটা হবো আইই এটি যে করেন্টটা যাব আইবি সইলা এটা হলো ট্রানজিস্টর কনফিগারেশন আর ট্রানজিস্টর বাইসিং কইছিলি ফিক্সড বায়াস ভোল্টেজ ডিভাইডর বায়াস ডায়াগ্রাম দেখিবো ହେଲା ବୁଝିଲା ନା ନାଇଁ ତାପରେ କଣ କହିଥିଲି ରେକ୍ଟିଫାୟର କାଇଁ ଏ ସବୁ କରେଇଥିଲି କାଇଁ ଡ୍ର କରୁଛୁ ସବୁ କରେଇଥିଲି ଖାଲି ବୁଝ ରେକ୍ଟିଫାୟର କେତେ ବାର କଣ ପୁଣି ଫୁଲ ୱେଭକୁ କେତେ ବାର ବିଭକ୍ତ କରାଯାଇଛି କଣ ବ୍ରିଜ ରେକ୍ଟିଫାୟର ଆଗ ଦେଖିବା ହାଫ୍ ୱେଭ୍ ରେକ୍ଟିଫାୟର ହାଫ୍ ୱେଭରେ କେତେଟା ଡାୟୋଡ ୟୁଜ ହଉଛି ଦିଟା କେତେଟା ଡାୟୋଡ ଗୋଟାଏ ୟୁଜ ହଉଛି ଫୁଲ ୱେଭରେ ଖାଲି ଦିଟା ଫୁଲ ୱେଭ୍ କେତେ ପ୍ରକାର ଆଉ ଗୋଟେ ହେଲା ବ୍ରିଜ ରେକ୍ଟିଫାୟର ବ୍ରିଜ ରେ କଣ ଚାରିଟା ଆଗ ଦେଖିବା ହାଫ୍ ୱେଭ୍ ରେକ୍ଟିଫାୟର ନା ନାଇଁ ଫାଷ୍ଟ କଣ କଲି ହାଫ୍ ୱେଭ୍ ରେକ୍ଟିଫାୟର କ୍ଲିୟର
फास्ट ला कौन हाफ वेव रेक्टिफायर हाफ वेव कौन मु ट्रांसफॉर्मर कली এটা হাফ ওয়েভ না নাই মু ইনপুট দেলি কোন সাইন ওয়েভ দেবি তো আউটপুট রে পাইবি ଏ ସାଇନ୍ ୱେଭ୍ ବଟ୍ ହାଫ୍ ରେ ପାଇବି ସଇଲା ନା ନାଇଁ ଡ୍ୟୁରିଂ ଏଟା ପଜିଟିଭ ଦେଲି ଏଟା ନେଗେଟିଭ ଦେଲି ଯେତେବେଳେ ପଜିଟିଭ ହାଫ୍ ସାଇକେଲ ଦେଲି ସେତେବେଳେ କଣ ହେଲା ଫରୱାର୍ଡ କଣ୍ଡକ୍ସନ ମୋଡକୁ ଗଲା ତାହେଲେ ସେଥିପାଇଁ ଏଠି କଣ ଦେଖିଲା ୱେଭ୍ ଫର୍ମ ଦେଖେଇଲା ଯେତେବେଳେ ନେଗେଟିଭ ହାଫ୍ ସାଇକେଲ ଗଲା ଏଟା କଣ ରିଭର୍ସ ବାୟଜ ହେଇଗଲା ରିଭର୍ସ ବାୟଜ ରେ ଡାଇରେକ୍ଟ ୱାର୍କ କରିବ କି କଲା ନାହିଁ ପୁଣି ଯେତେବେଳେ ନେକ୍ସଟ ଫରୱାର୍ଡ ବାୟଜ ଆଇଲା ପୁଣି ନେକ୍ସଟ ସାଇକେଲ ସେ କଣ କଲା ସ୍ୱପ କରେଇଲା ବୁଝି ହଉଛି ନା ନାଇଁ ନା ବୁଝି ପାଇଲ ନାହିଁ during positive half cycle diode D1 is forward bias then the current conduction through the diode D1 ना नहीं तापरे D1 to RL ना नहीं then कौन in reverse bias or then we कौन change the polarity then the कौन negative of the transformer is connected to the diode negative terminal then it will be in reverse bias condition then we know that diode never be work in reverse bias condition that's why we can show the reverse waveform then again again forward bias condition that will be work okay then যেতବେଳେ ଆମେ କଣ କରିବା ଯେତବେଳେ ପୁଣି ନେକ୍ସଟ ସାଇକେଲ ଯିବ ନେକ୍ସଟ ସାଇକେଲ ଫରୱାର୍ଡ ବାଇଜ ରେ ମୁଭ କରିବ ଫରୱାର୍ଡ ବାଇଜ ସେ କଣ କରିବ କଣ୍ଡକ୍ସନ ମୋଡ କୁ ଯିବ ନା ନାଇଁ ଯେତେବେଳେ କଣ୍ଡକ୍ସନ ମୋଡ କୁ ଯିବ ସେତେବେଳେ ଡାୟୋଡ କାହାକୁ ସେ ଆରଏଲ ଆକ୍ରସରେ କରେଣ୍ଟ ଫ୍ଲୋ କରାଇବ ଆଉ ଯେତେବେଳେ ପୁଣି ରିଭର୍ସ ବାଇଜ ଯିବ ପୁଣି କିଛି ଦେଖେଇବ ନାହିଁ ସେମ ସାଇକେଲ କଣ କରିବ ରିପିଟ ହବ ବୁଝଉଛି ସେମ ସାଇକେଲ କଣ ହବ ରିପିଟ ହବ ଏଇଟା ହେଲା କଣ ହାଫ ୱେଭ ରେକ୍ଟିଫାୟର ତାପରେ କରିବା କଣ ସେଣ୍ଟର ଟ୍ୟାପ ରେକ୍ଟିଫାୟର ତାପରେ କଣ ଅଛି सेंटर टैप हाफ वेव तो थिला में सेंटर टैप काहे कले मेरिट कोन सेंटर टैप रो हाफ वेव अपेक्षा बेटर आउटपुट प्रोवाइड करिवो हमर जो वेस्टेज होउची हाफ साइकिल टा से वेस्टेज हबो नै हबो की एटाला एमती अछि ना नहीं ड्यूरिंग फर्स्ट हाफ साइकिल डायोड D1 फॉरवर्ड बायस डायोड D2 रिवर्स बायस ना नहीं ड्यूरिंग फर्स्ट हाफ साइकिल डायोड D1 कोन हे जीवो फॉरवर्ड बायस जाबो so current conduction through the diode D1 to RL and the negative of the transformer ना नहीं एमती करंट कंडक्शन कला आ एमती जीवो की काई ना एठी कोन अछि नेगेटिव अछि बुझी होउची सो एमती जीवो नाही किमा एमती भी आसीबो नाही रिवर्स बायस जाउची बुझी होउची यदि एमती नबा एटा कोन होउची एमती आसीले एटा कोन रिवर्स बायस होउची ना नाही एटा यदि मु एठी पॉजिटिव देली सो एटू एमती आसिया कथा एटा आसीबो किंतु एटा कोन हो रिवर्स बायस हिजबो बुझी होउची तो तापर नेक्स्ट कोन करी मु एता डायोड D1 कोन होला फॉरवर्ड बायस होला पुन नेक्स्ट साइकिल जेतल नेबी एटा कोन हिजबो एटा हिजबो नेगेटिव एटा हिजबो पॉजिटिव एटा हिजबो नेगेटिव एटा हिजबो पॉजिटिव सो ए एमती कंडक्शन करिवो ना नहीं एमती कंडक्शन करिवो जेतबे एमती कंडक्शन करिवो सेतबे कोन हबो डायोड D2 हिजबो फॉरवर्ड बायस डायोड D1 हिजबो रिवर्स बायस बुझियला डकाई सब जाको थ्योरी लिखिबो देखि तापर ला कोन ब्रिज रेक्टिफायर सेम डायोड D1 और D3 केतबे फॉरवर्ड बायस रहइबो ना नहीं तापर D2 D4 रहइबो फॉरवर्ड बायस जो टाइम रे D1 और D3 फॉरवर्ड बायस निद लागलानी घुमौछ जो टाइम रे डायोड D1 आउ कोन करिवो D3 फॉरवर्ड बायस रहइबो से टाइम रे कोन D2 और D4 कोन रहइबो रिवर्स बायस बुझियौछ ना नहीं सइला आइला फिल्टर फिल्टर केते प्रकार
कौन फिल्टर कौन हाँ मुझे जानछि गोटे ହେଲା कैपेसिटर इनपुट फिल्टर और सन फिल्टर थिबो ना नहीं गोटे चोक इनपुट फिल्टर थिबो आउटे थिबो पाए फिल्टर आउटे थिबो कोन अरे कोन सब ढोकी देइछ देखिबो जाई फिल्टर डायग्राम फिल्टर कहा पर आसीबो रेक्टिफायर पर फिल्टर यूज हबो बुझौछि कोन हबो रेक्टिफायर पर फिल्टर यूज करबा बुझेला ना नहीं मॉड्यूलेशन केते प्रकार मॉड्यूलेशन केते प्रकार तीन प्रकार कौन एम्पलीट्यूड मॉड्यूलेशन गोटे होला फ्रीक्वेंसी मॉड्यूलेशन आउ गोटे होला फेज मॉड्यूलेशन एम्पलीट्यूड मॉड्यूलेशन कौन हबो एम्पलीट्यूड भ्यारी करिवो आ फ्रीक्वेंसी मॉड्यूलेशन रे फ्रीक्वेंसी भ्यारी करिवो आउ फेज मॉड्यूलेशन रे फेज एंगल भ्यारी करिवो कम्युनिकेशन सिस्टम कौन कार मन अछि डेफिनेशन कौन सब ढोकी फेल हो सब जाओ रेक्टिफायर कौन डेफिनेशन कौन रेक्टिफायर डेफिनेशन कौन किछि पाठ पढुछ ना पढुन रूम रे पढुछ कोन ताले कोन पढुछ ताले एसी2 पल्सर इंडिस फिल्टर फिल्टर कौन filter is the electronic device which is convert pulsed in DC to pure DC ना नहीं बुझेला एवरेज पावर कौन सॉरी आरएमएस वैल्यू कौन आरएमएस वैल्यू कौन किए कहब व्हाट इज द आरएमएस वैल्यू न पढ़ले सेमती गध ही बुलिबो मु कोन करबी किसी यदि न पढ़ियो मु कोन करियो किसी कहि परिबी किसी कहि परिबी मते कह फ्रीक्वेंसी डेफिनेशन कौन डिफाइन फ्रीक्वेंसी के कहब मुंडू कला जो साइकिल टा चालू थो आ जो साइकिल टा लीक हो ते कौन हम कहीं पढ़ुन कहीं पढ़ुन कौन पे समय हो नहीं पढ़ुन कौन पे समय हो नहीं ना ना अलग पाठ पढ़ी दउछु किछि थर्ड ईयर सेकंड ईयर पाठ पढ़ी दउछु कि तुम ताको एग्जाम अछि तो या चलछि तो ताको वर्तमान पढ़ी दउछु न पढ़ले फेल हो मु जति पढ़िया था पढ़ी देली जति क्वेश्चन कहया था कहि देली आ तुम यदि न पढ़िबो फेल हो तुम ऊपर डिपेंड कर तुम कौन कर बुझुछ ना नहीं कॉपी तो नथिबो फास्ट सेंसर तो कॉपी के करिवो नाही ए नबाकू चेष्टा करिवोनी बैक लागू कॉपी नबो नाही कॉपी नबो डायरेक्ट एमपी हो पांचटा चारटा पेपर दबो आउट दबो बुझुछ कॉपी के नबो नाही पढ़ जति पारछ जति दिन समय अछि जति दिन पढ़ आ 10-15 दिन कष्ट न करिवो यदि पुनी बारंबार पैसा फॉर्म फिल करथिवो पैसा पैसा खर्च हबो आ एग्जाम दउ तो पुनी फेल होथिवो भल लागिवो 15 दिन रे तो कष्ट न करिवो
ଦୌଡୁଥିବ ବୁଝଉଛି ଯେତିକି ଅଦର ବ୍ରାଞ୍ଚ ମେକାନିକାଲ ପିଲା କିଏ ମେକାନିକାଲ ନାହାନ୍ତି ବୋଧେ ପଢ ମାନେ ଯିବ ଆଉ ନା କଣ ଡାଉଟ ରହିଲା ଆଉ କଣ ଡାଉଟ ରହିଲା ଆଉ କିଛି ଡାଉଟ ହିଁ ନାହିଁ ମୁଁ ଯେତିକି ଡାଉଟ ସେତିକି କରେଇ ଦେଇଛି ଖାଲି ରିଭିଜନ କରିବ ତମେ ତମର ମୁଁ ଯେତିକି ରିଭିଜନ କରିବା ପ୍ରୋବ୍ଲେମ ଯେତିକି ଆସିବ ପ୍ରୋବ୍ଲେମ ରିଲେଟେଡ ମୁଁ ସବୁ ରିଭିଜନ କରେଇଦେବି ଆଉ କିଛି ପ୍ରୋବ୍ଲେମ ଏକ୍ସଟ୍ରା କିଛି ଆସିବନି ବୁଝି ହଉଛି ଯଦି ତମ ଉପରେ ଡିପେଣ୍ଡ କରୁଛି ତମେ କେମିତି ପଢିବ ହଉ ଚାଲିଲି ମୋର ଏକ୍ସାମ ଟାଇମ ଅଛି